ଏହା ହେଉଛି ବେଦ ବ୍ୟାସ ମନ୍ଦିର। ବେଦ ବ୍ୟାସ ମନ୍ଦିର ରାଉରକେଲାରେ ଅଛି। ରାଉରକେଲାକୁ ଷ୍ଟିଲ୍ ସିଟି ଅଫ୍ ଓଡ଼ିଶା କୁହାଯାଏ। ଯେତେବେଳେ ଆପଣ ମନ୍ଦିରକୁ ଯିବେ ବାଁ ପଟେ ଡାହାଣ ପଟେ ଦୋକାନ ଅଛି। ଏହି ଦୋକାନରୁ ପ୍ରସାଦ ନେଇକରି ଆପଣ ଉପରକୁ ଯିବେ। ଉପରେ ମହାଦେବ ମନ୍ଦିର ସହିତ ଶ୍ରୀ ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ଅଛି। ମନ୍ଦିରକୁ ଏଇପଟେ ରାସ୍ତା। ଏ ହେଉଛି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କର ମନ୍ଦିର। ଏହା ହେଉଛି ନଦୀ। ଏହି ନଦୀକୁ କୁହାଯାଏ ତ୍ରିବେଣୀ। କାରଣ ଏହି ନଦୀରେ ତିନୋଟି ନଦୀର ମହାସଙ୍ଗମ ହୋଇଥିବାରୁ ଏହାକୁ କୁହାଯାଏ ତ୍ରିବେଣୀ। ଶଙ୍ଖ କୋଏଲ ସରସ୍ୱତୀ ତିନୋଟି ନଦୀର ସଙ୍ଗମ ଏହିଠାରେ ହୋଇଛି। ଏହିଠାରେ ହିଁ ବ୍ରାହ୍ମଣୀ ନଦୀର ଉତ୍ପତ୍ତି ମଧ୍ୟ ହୋଇଛି। ଏହା ହେଉଛି ବେଦ ବ୍ୟାସଙ୍କର ଗୁମ୍ଫା। ଏହିଠାରେ ମହର୍ଷି ବେଦ ବ୍ୟାସଜୀ ବସିକରି ମହାଭାରତ ରଚନା କରିଥିଲେ। ଏହି ମୂର୍ତ୍ତିରୁ ଦର୍ଶାଯାଉଛି ଯେ ମହର୍ଷି ବେଦ ବ୍ୟାସ ମହାଭାରତକୁ ଯେତେବେଳେ ବର୍ଣ୍ଣନା କରୁଥିଲେ ସେତେବେଳେ ଗଣେଶଜୀ ଲେଖୁଥିଲେ। ପୂଜାରୀଜୀଙ୍କର କହିବା ଅନୁସାରେ ଏହି ଗୁମ୍ଫାରେ ପଥର ଗୁଡ଼ାକ ସବୁ ସିଧା ହୋଇକରି ରହିଥିଲା। କାଳକ୍ରମେ ଏହି ପଥର ଗୁଡ଼ାକ ଧୀରେ ଧୀରେ କରି ନଇଁଗଲାଣି। ଏହି ରାସ୍ତା ଦେଇ ଆମେ ଗଲୁ ଶ୍ରୀ ପ୍ରଭୁ ଜଗନ୍ନାଥ ମନ୍ଦିର ଦେଖିବାକୁ। ଶ୍ରୀ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଦେଖିକରି ଆମେ ଫେରିଲୁ। ମନ୍ଦିର କାନ୍ଥରେ ବହୁତ ସୁନ୍ଦର ମୂର୍ତ୍ତି ତିଆରି କରାଯାଇଛି। ଏହି ମୂର୍ତ୍ତି ଦର୍ଶାଉଛି ଯେ ଶ୍ରୀ ହନୁମାନଜୀ ଯେତେବେଳେ ଶ୍ରୀଲଙ୍କାରେ ସୀତାଙ୍କୁ ଖୋଜିବାକୁ ଯାଇଥିଲେ, ହନୁମାନଜୀ ସୀତାଙ୍କୁ ଭେଟିକରି କହିଥିଲେ ମୁଁ ରାମଙ୍କର ଦୂତ ଏବଂ ସୀତାକୁ ସେ ଦେଖେଇଥିଲେ ଏହା ହେଉଛି ରାମଙ୍କର ମୁଦି। ଏହି ମନ୍ଦିରରେ ରାମ ଏବଂ ସୀତା ଦୁଇଜଣ ପୂଜା ପାଉଛନ୍ତି। ତାଙ୍କ ସହିତ ହନୁମାନ ମଧ୍ୟ ପୂଜା ପାଉଛନ୍ତି। ଏହି ନଦୀରେ ଆମେ ଦେଖିଲୁ ବହୁତ ପର୍ଯ୍ୟଟକ ଆସୁଛନ୍ତି, ସ୍ନାନ କରୁଛନ୍ତି ଏବଂ ସେମାନଙ୍କର ମତ ଯେ ଆମେ ଏଠି ସ୍ନାନ କଲେ ଆମର ବହୁତ ପାପ ପୁଣ୍ୟରେ ହିଁ ବଦଳିଯିବ। ଏବଂ ଆମେ ମଧ୍ୟ ଦେଖିଲୁ ଏହି ନଦୀରେ ବହୁତ ଶ୍ରାଦ୍ଧ ଦିଆଯାଉଛି। ଆପଣ ଏହି ଜାଗାକୁ ବୁଲିବାକୁ ଆସନ୍ତୁ, ଆପଣଙ୍କୁ ବହୁତ ଭଲ ଲାଗିବ। ବେଦ ବ୍ୟାସ ମନ୍ଦିର ଆମକୁ ବହୁତ ଭଲ ଲାଗିଲା ଏବଂ ଏହି ନଦୀ କୂଳରେ ବସିଲେ ଆପଣଙ୍କୁ ବହୁତ ଶାନ୍ତି ମଧ୍ୟ ଲାଗିବ। ଏବେ ଆମେ ଯାଉଛୁ ରାଉରକେଲାର ହନୁମାନ ମୂର୍ତ୍ତି ଦେଖିବାକୁ। ଭିଡ଼ିଓଟିକୁ ଏଇଠି ରଖୁଛି। ଆଶା କରୁଛି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥିବ। କେମିତି ଭିଡ଼ିଓଟି ଲାଗିଲା ତାହା ଆପଣ କମେଣ୍ଟ ସେକ୍ସନରେ ଜଣାଇବେ। ଟାଟା ବାଏ ବାଏ, ଟେକ୍ କେୟାର।